ସମସ୍ତଙ୍କୁ ମୋର ନମସ୍କାର। ମୁଁ ସନ୍ଧ୍ୟା ଆପଣମାନଙ୍କୁ ସ୍ୱାଗତ ଜଣାଇ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଦେଖନ୍ତୁ ଆଜିର ବ୍ଲଗ୍ଟି ଆରମ୍ଭ ହେଉଛି ଶିବ ମନ୍ଦିରରୁ। ସକାଳ ଶିବ ମନ୍ଦିରରେ ଆମେ ଛିଡ଼ା ହେଇଯାଇଛୁ କଳସ ଯାତ୍ରା ପାଇଁ। କାହିଁକି ନା ଗତ ବର୍ଷ ମନ୍ଦିରର ପ୍ରତିଷ୍ଠା ଯାଇଥିଲା, ଏ ବର୍ଷ ବାର୍ଷିକ ଉତ୍ସବ ପାଳନ କରାହେଉଛି। ଛୋଟ ପିଲାଠୁ ଆରମ୍ଭ କରିକି ବଡ଼ ମଣିଷ ପର୍ଯ୍ୟନ୍ତ ଯେଉଁମାନେ ଇଚ୍ଛୁକ ବ୍ୟକ୍ତି କଳସ ବୁଡ଼େଇ ପାରିବେ, ତେଣୁ କରିକି ଆମେ ସମସ୍ତେ କଳସ ଯାତ୍ରା ପାଇଁ ବାହାରି ପଡ଼ିଛୁ। ସମସ୍ତଙ୍କର ମନରେ କେତେ ଭଲ ପାଇବା, ଆଗ୍ରହ, ଉତ୍ସାହ ଭଗବାନଙ୍କ ପାଇଁ। ଦେଖନ୍ତୁ କେତେ ଭକ୍ତି ସହକାରେ ସମସ୍ତେ ମନ ଭିତରେ ଶିବଙ୍କୁ ସ୍ମରଣ ବାହାରି ପଡ଼ିଲୁ ଯାତ୍ରା ଅଭିଯାନରେ। ଦେଖନ୍ତୁ କଳସ ଯାତ୍ରା ବା ମନ୍ଦିର ପ୍ରତିଷ୍ଠା, ବାର୍ଷିକ ଉତ୍ସବ ଏମିତି ଗୋଟିଏ ମାନେ ଗାଁର ପର୍ବପର୍ବାଣି କିଛି ଥାଏ, ଯେଉଁ ଜିନିଷଟିକି ଗାଁର ଏଣ୍ଟାୟାର ଫ୍ୟାମିଲି, ଗୋଟେ ଫ୍ୟାମିଲି ହେଇକି ସମସ୍ତେ ମିଳିମିଶିକି କେତେ ଉତ୍ସାହ, ଆନନ୍ଦ, ମନ ଏକ ପ୍ରାଣ ଦେଇ ଗୋଟିଏ ଲୟରେ ଆମେ ଧାଡ଼ି ବାନ୍ଧି ହେଇ ଦୁଇଟି ଧାଡ଼ି ହେଇ କର୍ତ୍ତାମାନେ ଆଗରେ, ଆମେ ତାଙ୍କ ପଛେ ପଛେ ଯାତ୍ରା ଅଭିଯାନର ଆରମ୍ଭ। ଦେଖନ୍ତୁ ଏପଟେ କୀର୍ତ୍ତନିଆ ମାନେ ଠାକୁରଙ୍କର ନାମ ନେଇ ଭଜନ କୀର୍ତ୍ତନ ମଧ୍ୟ କରୁଛନ୍ତି, ନାମ ମଧ୍ୟ ଜପ କରୁଛନ୍ତି। ଏମିତି କିଛି ଗାଁରେ ଥିବା ମୁଖିଆ ମାନେ ନିଷ୍ପତ୍ତି ନେଇଥିଲେ ଯେ କି ପୁରୀରୁ ନନା ଆସି ପୂଜା କରିବେ, ମନ୍ଦିରର ଯେଉଁ ବାର୍ଷିକ ଉତ୍ସବର ପୂଜା କରିବେ। ସିଏ ବୁଝେଇଥିବା ନୀତି ନିୟମ ଅନୁସାରେ ଆମେ ମାନି ସେ ପୂଜାଟିର ଅଂଶଗ୍ରହଣ କଲୁ। ଦେଖନ୍ତୁ କେତେ ଖୁସି, କେତେ ଆନନ୍ଦ, କେତେ ଉତ୍ସାହ। କାହିଁକିନା ସମସ୍ତଙ୍କ ମନରେ ବର୍ଷକୁ ଥରେ ଯେହେତୁ କଳସ ବୁଡ଼ାଟି ଥାଏ, ମନ ଭିତରେ ବହୁତ ଗୋଟିଏ ସବୁ ଭଉଣୀ ଭଉଣୀ ହେଇ କି ଭାଇ ଭାଇ ହେଇ କାମଟିକୁ ବହୁତ ସୁରୁଖୁରୁରେ ଖୁସି ମନରେ ଆଗେଇ ନିଅନ୍ତି। କୌଣସିରେ ବି ଅସୁବିଧା ନଥାଏ, ସମସ୍ତେ ସମସ୍ତଙ୍କୁ ମାନେ ସାହାଯ୍ୟ କରନ୍ତି ପ୍ରତ୍ୟେକ ଜିନିଷରେ। ଗାଁରେ ରହିବା ଦ୍ୱାରା ଗୋଟିଏ ଜିନିଷ କ'ଣ, ଭାଇଚାରା। ଆମ ଭିତରେ ଥିବା ଭାଇଚାରା ହିଁ ଆମକୁ ଆଗକୁ ବଢ଼ାଏ ସବୁ ଜିନିଷରେ। ଦେଖନ୍ତୁ ଯେଉଁମାନେ ସହରରେ ରହୁଥିବେ, ଏଇ ଜିନିଷଟିକୁ ଅଭାବ ସବୁବେଳେ ତାଙ୍କ ଭିତରେ ଥିବ କେଉଁଠି ନା କେଉଁଠି। ଗାଁରେ ରହିଲେ ଗାଁରେ ଥିବା ମନ୍ଦିର ପୂଜା କି ଗାଁରେ ଥିବା ଯେକୌଣସି ପର୍ବପର୍ବାଣି ସବୁ ମିଳିମିଶିକି ଏଣ୍ଟାୟାର ଫ୍ୟାମିଲି ବା ପରିବାର ବା ଗାଁ ସାଥି ଲୋକ ସମସ୍ତେ ଯେଉଁ ମିଶିକି ଯେଉଁ ଆନନ୍ଦଟି ମିଳେ, ସେ ଆନନ୍ଦ ଆଉ କେଉଁଠି ବି ମିଳିପାରିବନି, କେବଳ ଗାଁରେ ହିଁ ମିଳିବ। ତେଣୁ କରିକି ଦେଖନ୍ତୁ ଆମେ କେତେ ଖୁସି ମନରେ ବାହାରି। କଳସ ଯାତ୍ରା ଯେହେତୁ ଥିଲା, ମନ ଭିତରେ କେଉଁଠି ନା କେଉଁଠି ଠାକୁରଙ୍କ କାମରେ କୌଣସି ବିଘ୍ନ ମୁଁ ତ ଜମାରୁ ଚାହୁଁନଥିଲି। ମାନେ ସବୁବେଳେ ମନ ଭିତରେ ଥିଲା କି ମୋତେ ଭଗବାନଙ୍କୁ ସ୍ମରଣ କରି କଳସ ବୁଡ଼େଇବାର ଅଛି। ସେ କଳସ ବୁଡ଼ା ପାଣିକୁ ଆଣିକି ଭଗବାନଙ୍କ ପାଖରେ ଥୋଇବାର ଅଛି। କାହିଁକିନା କୌଣସି ବିଘ୍ନ କି କୌଣସି ବାଧା ଆସିଲେ ନା ବର୍ଷ ସାରାର ମନ ଦୁଃଖ ଥାଏ କି ଏମିତି କାହିଁକି ହେଲା, ଭଗବାନ କୋପ କଲେ କି କ'ଣ, ଏମିତି ମନ ଭିତରେ କେଉଁଠି ନା କେଉଁଠି ଟିକେ ଦୁଶ୍ଚିନ୍ତା ଥାଏ। କଳସ ଉଠିବାଠୁ ଆରମ୍ଭ କରି ଗୋଟେ ଗୋଟେ ପାଦ ମୁଁ ଦେଉଥାଏ। ତାପରେ ମୁଁ ମନ ଭିତରେ ଭଗବାନଙ୍କର ଯେଉଁ ଶ୍ଲୋକଟି ଅଛି, ଓଁ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଦନାଂ ମୃତ୍ୟୁର୍ମୁକ୍ଷେ ଅମାମୃତାଃ। ଏହି ଶ୍ଲୋକଟି ମନେ ମନେ ବାରମ୍ବାର ମୁଁ ଜପୁଥାଏ ସେତେ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ମୁଁ କଳସ ନେଇ ସମ୍ପୂର୍ଣ୍ଣ ଜାଗାରେ ନ ପହଞ୍ଚେଇଛି ବୁଡ଼େଇବା ପର୍ଯ୍ୟନ୍ତ କଳସଟି। ଭାବୁଛି ମୋ କଥାରେ ଆପଣମାନେ ବି ଏକମତ ହେବେ ଯେ କି ଯେତେବେଳେ ବି ଭଗବାନଙ୍କୁ ଆମେ ଡାକିବା, ସେତେବେଳେ ନିଜ ପାଇଁ କେବେ ବି କୌଣସି କିଛି ମାଗିବାନି। କାହିଁକିନା ମାଗିଲେ ଆମେ ସ୍ୱାର୍ଥପର ହେଇଯିବା। କାହିଁକିନା ସବୁବେଳେ ଭଗବାନଙ୍କୁ ଆମେ କିଛି ବି ମାଗିବା ମୋ ମତରେ ଠିକ୍ ନୁହେଁ। ମୋତେ ଏଟା ଦିଅ ଭଗବାନ, ମୋତେ ସେଟା ଦିଅ ଭଗବାନ। ମାନେ ଦେଖନ୍ତୁ ମଣିଷର ହେଲା କୋପ ଆଶା, ପ୍ରତ୍ୟେକଟି ଜିନିଷ ମାନେ ମୋହ ଭିତରେ ଆମେ ପଶି ଯାଉଛେ, ଏଇଟା ଦିଅନ୍ତୁ ସେଇଟା ଦିଅନ୍ତୁ। ମାନେ ମାଗିବାଟା ତ ମଣିଷର ସବୁବେଳେ ଗୋଟେ ଥାଏ ଆଶା। କିନ୍ତୁ ମୋ ଜାଣିବାରେ ଛୋଟବେଳଠୁ ମୁଁ ନିଜକୁ ନିଜେ ଏହା ମନ ଭିତରେ ନେଇ ଗଢ଼ି ତୋଳିଛି ଯେ କି ଭଗବାନଙ୍କୁ ଡାକିଲା ବେଳେ ମୁଁ କୌଣସି ନିଜ ପାଇଁ କେବେ ବି ଆଜି ପର୍ଯ୍ୟନ୍ତ ମାଗିନି କିଛି। ସବୁବେଳେ ସମସ୍ତଙ୍କର ମଙ୍ଗଳ ହିଁ ଚାହେଁ। ସମସ୍ତଙ୍କର ମଙ୍ଗଳ ହେଲେ ନିଜର ମଙ୍ଗଳ ହୋଇଥାଏ। ମୋ ମନ ଭିତରେ କେଉଁଠି ନା କେଉଁଠି ନିଜ ପାଇଁ କେବେ ମାଗିବାଟା ଠିକ୍ ନୁହଁ ବୋଲି ମୁଁ ଭାବେ। କାହିଁକିନା ଦେଖନ୍ତୁ ମୁଁ ସବୁବେଳେ ପ୍ରାୟତଃ ତିନୋଟି କଥା ମାଗେ, ସମସ୍ତଙ୍କର ମଙ୍ଗଳ ହେଉ। ଦ୍ୱିତୀୟଟି ହେଲା ଯାହା ସମସ୍ତଙ୍କର ମାନେ ଯଦି କିଛି ବଡ଼ ବିପଦ ଅଛି ନା, ତାକୁ ଛୋଟିଆ ବିପଦରେ ଆପଣ ଯଦି ମନ ଦେବେ, ଛୋଟିଆ ବିପଦରେ କଟିଯାଉ, ଟଳିଯାଉ। ତାପରେ ତୃତୀୟଟି ହେଲା ପରିବାର ପାଇଁ ମାଗେ। ପ୍ରଥମତଃ ଗୋଟେ ନାରୀ ଜୀବନର ସ୍ୱାମୀର ଆୟୁଷକୁ ନେଇ ଗୋଟେ ନାରୀ ମାଗିଥାଏ। କାହିଁକିନା ମୋ ମନ ପ୍ରାଣ ଭଗବାନ
ଯେତିକି ଦିନ ପାଇଁ ମୋ ଆୟୁଷ ଅଛି ନା ମୋ ପିଲାମାନଙ୍କୁ ଆଉ ମୋ ସ୍ୱାମୀଙ୍କୁ ଦେଇ ଦିଅନ୍ତୁ, କିନ୍ତୁ ମୋ ଆୟୁଷ ନେଇ ସେମାନେ ଭଲ ରୁହନ୍ତୁ। ଗୋଟେ ନାରୀ ଝିଅ ଥିବା ପର୍ଯ୍ୟନ୍ତ ମନ ଭିତରେ ସେ କଥାଟି ଆସେନି। ଯେତେବେଳେ ସେ ଗୋଟେ ମାଆ ବା ଗୋଟେ ସ୍ତ୍ରୀ ହେଇଥାଏ ନା, ସ୍ୱାମୀଙ୍କ ଖୁସି ବା ପିଲା ଖୁସି ହିଁ ତା ପାଇଁ ସବୁଠୁ ବଡ଼ ମହତ୍ତ୍ୱପୂର୍ଣ୍ଣ ବିଷୟ ହୋଇଥାଏ। ତେଣୁ କରିକି ମୋ ଆୟୁଷ ଆପଣ ଭଗବାନ ନେଇଯାଆନ୍ତୁ, କିନ୍ତୁ ସ୍ୱାମୀଙ୍କ ଖୁସି ହିଁ ସବୁକିଛି। ସ୍ୱାମୀ ଭଲ ରୁହନ୍ତୁ, ପିଲା ଭଲ ରୁହନ୍ତୁ, ତାଙ୍କ ଆୟୁଷ ବଢ଼େଇ ଦିଅନ୍ତୁ, ଏମିତି କିଛି ମାଗିବାଟା ମୋର ଏଇଆ ଥାଏ। ତାପରେ ମୋର କହିବାର କଥା ଏଇଆ ଯେ ଭଗବାନ କିଛି ମାଗିବାନି, କାହିଁକି ନା ଦେଖନ୍ତୁ ବିଧିର ବିଧାନ କେ କରିବା ନ, ବିଧିର ଯାହା ଥାଏ ଜୀବନରେ ଯାହା ଯାହା ଭୋଗିବାର ଥିବ ବା ଯାହା ହେବାର ଥିବ ନା, ତାକୁ କେହି ତ ଆମେ ଟଳି ପାରିବାନି। କିନ୍ତୁ ମୋ ଜାଣିବାରେ ଯେତିକି ଦିନ ଆମେ ଏଇ ଦୁନିଆକୁ ଆସିଛେ, ଯେତିକି ଦିନ ବଞ୍ଚିବା, ଯେତିକି ଦିନ ସଂସାର ମାୟା ଭିତରେ ଆମେ ପଶୁଛେ ବା ଦେଖୁଛେ, ସବୁ ଜାଣିଛେ, ଯେହେତୁ ଆମେ ଏଜୁକେଟେଡ଼ ହଉ କି ନ ହଉ ଜନ୍ମଠୁ ମାନେ ଆମେ ଯେତିକି ଜିନିଷ ସବୁ ଦେଖୁଛେ, ଭୁଲ ଠିକ୍ର ନିଶ୍ଚିତ ଫରକ ଆମେ ଜାଣିଛେ। କିନ୍ତୁ ଜାଣିକି ଭୁଲ କରିବା ତ ମୂର୍ଖାମି ହେବ ନା। କାହିଁକିନା ଗୋଟେ ଜିନିଷ ଆମେ ଜାଣିଛୁ ଏଇଟା କରିବା ଦ୍ୱାରା ଭୁଲ, କିନ୍ତୁ ଆମେ ସେଇଟା ବାରମ୍ବାର ବି ଜାଣିକି ବହୁତ ଲୋକ କରୁଛନ୍ତି। ମୋ ଜାଣିବା ମତରେ ସେଇଟା ନ କରିଲେ ଭଲ। ଯେଉଁଟା ପରିବାର ପାଇଁ ଭୁଲ, ନିଜ ପାଇଁ ଭୁଲ, ପିଲାମାନଙ୍କ ପାଇଁ ଭୁଲ, ସେଭଳିଆ ଭୁଲ ଆପଣ କରନ୍ତୁ ନାହିଁ। ନିଜ ହୃଦୟକୁ ଥରେ ପଚାରି ଦେଖନ୍ତୁ। କାହିଁକିନା ଆମେ ଭାବୁଛେ ହଁ ଭୁଲଟା ତ କରିଦେଲୁ, ପରିବାର ଜାଣିନାହାନ୍ତିନି କି ଘର ଜାଣିନାହାନ୍ତିନି କି ପିଲାମାନେ ଜାଣିପାରିବେନି। ତ ସବୁବେଳେ ମନେ ରଖିଥିବେ ଉପରବାଲା ସବୁ ଦେଖୁଛି, ଆପଣଙ୍କର ଭୁଲ ଠିକ୍ର ହିସାବ ସେ ନିଶ୍ଚିତ ମାନେ ପରଖୁଛି। ଏପଟେ ଆମେ ଭଗବାନଙ୍କୁ ଡାକୁଛେ ଯେ କି ଭଗବାନ ଆମକୁ ଭଲ ରଖ, ସେପଟେ ଆମେ ଭୁଲ କରିଦେଉଛେ ଭଗବାନ ଆମକୁ ରକ୍ଷା କର, ମୁଁ ତ କିଛି ଭୁଲ କରିନି, ଏମିତି କିଛି କହିଦେଉଛେ। କିନ୍ତୁ ଆଉ ଗୋଟେ ବି ଜାଣିବା ଦରକାର କି ଯେତେବେଳେ ଯାହା କରୁଛେ ଉପରବାଲା ସବୁ ଦେଖୁଛନ୍ତି, ସବୁ ହିସାବ କିତାବ ଆପଣଙ୍କର ନୋଟ୍ ହେଇକି ରହୁଛି। ସେ ନୋଟ୍ଟାକୁ ଆପଣ ଯେତେବେଳେ ଉପରକୁ ଯିବେ ନା, ସେତେବେଳେ ସେଇଟା ଖୋଲିବେ ସେମାନେ, ଯମପୁରରେ ଖୋଲାଯିବ। ତେଣୁ କରିକି ସେଥିପାଇଁ ଭୁଲ କରିବାଟାକୁ ଟିକେ କମେଇ ଦେବାଟା ଭଲ। ଅଜାଣତରେ ଯେଉଁ ଭୁଲଟା ଭୁଲ ନୁହଁ ମୋ ଜାଣିବାରେ, କିନ୍ତୁ ଜାଣତରେ ଯେଉଁ ଭୁଲ ଗୁଡ଼ାକ କରିବା କଥା ଜମାରୁ ବି ନୁହଁ। ଏମିତି କିଛି ନିଜ ମନର କଥା କିଛି କହି ପକାଇଲି। ପାଠ କରୁଥିଲେ, ମୁଁ ସେଠି ଯାଇ ବସି ପଡ଼ିକି ଶୁଣୁଛି ଦେଖନ୍ତୁ। ତାପରେ ପୂଜାପୂଜି ତାଙ୍କ ନୀତି ନିୟମ ଅନୁସାରେ କରୁଛନ୍ତି ସେମାନେ। ଗୋଟେ ବିଧି ମାନେ ଗୋଟେ ପରେ ଗୋଟେ ସେ ଯେଟା ଯେଉଁ କଥାଟି ବତେଇବେ ଆମେ ତାହା କରିବୁ। 5-10 ଜଣ କରି ସଂକଳ୍ପ ଆଗେ ଆରମ୍ଭ କରିଦେଲେ। ତାପରେ ସଂକଳ୍ପ ସରିଲା ପରେ ହାତରେ ଗାୟତ୍ରୀ ଫିତା ବାନ୍ଧିବେ। ବାନ୍ଧିଲା ପରେ କର୍ତ୍ତା କଳସ ବୁଡ଼େଇବେ। ତାପରେ ଆମେ ଜଣ ଜଣ କରି କଳସ ବୁଡ଼େଇବୁ। ଏମିତି କିଛି ପୂଜାର ବିଧି ଥିଲା। ସେ ଆମକୁ ଯେମିତି ଯେଉଁଭଳି ଭାବରେ କହିଥିଲେ ଆମେ ସେମିତି ପାଳନ କରିଥିଲୁ, ନୀତି ନିୟମ ଅନୁସାରେ ପାଳନ କରିଛୁ। ଏମିତି କିଛି ପୂଜାର ବିଧି ଦେଖନ୍ତୁ। ଆପଣମାନଙ୍କର ଏମିତି ପୂଜା ହୁଏ କି ନାହିଁ କମେଣ୍ଟ କରିକି ଜଣାଇବେ। କାହିଁକିନା ଆମ ଗାଁରେ ଏମିତି ହିଁ ପୂଜା ଥିଲା। ଯେହେତୁ ମୋର ବ୍ଲଗ୍ଟି ଦେଖିବେ ଷ୍ଟାର୍ଟିଂଟା ଭିଲେଜ୍ ଲାଇଫଷ୍ଟାଇଲ୍ ସନ୍ଧ୍ୟା, ଯେହେତୁ ଭିଲେଜ୍ ଉପରେ ଆଧାରିତ ଯେକୌଣସି ଜିନିଷ ମୁଁ ଆପଣମାନଙ୍କ ପାଖରେ ଆଣିକି ମାନେ ଶୋ କରୁଛି ବା ଭିଡ଼ିଓ କରି ଦେଖାଉଛି। କାହିଁକିନା ଗାଁ ଗହଳିରେ ସବୁ ଜିନିଷ ସବୁ ଜାଗାରେ ସମସ୍ତେ ଦେଖିପାରନ୍ତିନି। ଏଇ ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କ ପାଖରେ ସବୁ ଜିନିଷ ପହଞ୍ଚିବ ବୋଲି ମୋର ଗୋଟିଏ ଆଶା ଆକାଂକ୍ଷା। ସେଥିପାଇଁ ମୁଁ ଆପଣମାନଙ୍କ ପାଖକୁ ଏଇ ଭିଡ଼ିଓଟି ନେଇ ଆସିଛି। ଏମିତି କିଛି ଥିଲା। କର୍ତ୍ତା ଦେଖନ୍ତୁ କଳସ ବୁଡ଼ଉଛନ୍ତି ପ୍ରଥମେ, ତାପରେ ଆମେମାନେ ବି ବୁଡ଼େଇବୁ ଜଣ ଜଣ କରି। ଏମିତି କିଛି ଥିଲା। ନନାମାନେ ଗାୟତ୍ରୀ ଫିତା ବାନ୍ଧିବା ଆରମ୍ଭ କରିଦେଲେ। ଏମିତି ଜଣ ଜଣ କରି ବାନ୍ଧିବେ। ବୋଉର ମୋର ବାନ୍ଧୁଥିଲୁ। ସେତେବେଳର ଭିଡ଼ିଓ ଆପଣମାନଙ୍କ ପାଖରେ ଦେଖନ୍ତୁ ମୁଁ ଦେଖେଇଛି। ମୁଁ ବାନ୍ଧିଲି, ତାପରେ ଆମ ବୋଉ ବାନ୍ଧିଲେ। ବୋଉ ବି କଳସ ବୁଡ଼େଇଥିଲେ। ଆମ ବୋଉ ବି ନିର୍ଜଳ ଉପବାସ ରହିଥିଲେ। ଏମିତି କିଛି ପୂଜାର ବିଧି ଥିଲା ଦେଖନ୍ତୁ। ମୁଁ ସବୁବେଳେ ଏହା ଭାବେ ଯେ କି କେବେ ବି କାହା ମନରେ ଆଘାତ ଦେବାନି, କି ଆମ ଅଜାଣତରେ ହଉ ଜାଣତରେ ହଉ ଆଘାତ ଦେବା ନାହିଁ। ଏବଂ କାହା ପାଇଁ ବି କୌଣସି ଗାତ ଖୋଳିବାନି। କାହିଁକି ନା ଯାହା ପାଇଁ ବି ଯେଉଁ ଗାତ ଖୋଳିଥିବେ ନା, ମୋ ଜାଣିବା ଅନୁସାରେ ନିଜେ ହିଁ ସେଇ ଗାତରେ ପଡ଼ିବେ। ତେଣୁକରି କାହାରି ପାଇଁ କୌଣସି ବି ଖାଲ ଖୋଳିବେ ନାହିଁ। ସେ ଖାଲଟି ନିଜେ ପଡ଼ିବା ପାଇଁ ପ୍ରସ୍ତୁତ ହେଇକି ଥିବେ। ସେଥିପାଇଁ ମୁଁ କାହାକୁ ନା ଗାଳି ଦିଏ, ନା କାହା ପାଇଁ ଗାତ ଖୋଳିବା ପାଇଁ ଚିନ୍ତା କରେ, ନା କୌଣସି ପ୍ରକାର କୌଣସି ଭାବେ ନାହିଁ। କାହିଁକିନା ଯଦି ଯାହା ଓଲଟା ଭାବିବ ନା, ସେଇଟା ଆପଣଙ୍କ ପ୍ରତି ହିଁ ପୁଣି ଫେରି ଆସିବ ବୋଲି ମୋର ଧାରଣା। ତେଣୁ କରିକି ମୁଁ ସେଥିପାଇଁ କାହାକୁ କିଛି କହେ ନାହିଁ।
ସେଇଟା ହିଁ ମୋତେ ଲାଗେ ଯେ କି ଯଦି କାହାକୁ ଗାଳି ଦେବାର ଅଛି ନା, ଭଗବାନଙ୍କ ପାଖରେ ଯାଇ ବସି ପଡ଼ନ୍ତୁ ଶାନ୍ତ ମନରେ, ଦୁଃଖର ସହକାରେ। ଯେତେ ବି ଦୁଃଖ ଅଛି ନା କାହିଁକିନା ମୁଁ ପର୍ସନାଲି ମୋ ନିଜ କଥାଟି କହୁଛି, ମୁଁ ହେଲି ମଙ୍ଗଳାଙ୍କ ଭକ୍ତ, ଯେ କି ମଙ୍ଗଳା ମା'ଙ୍କୁ ମୁଁ ସ୍ମରଣ କରେ। ମୋ ମନ ଭିତରେ ଯେତେବେଳେ ଯେଉଁଟା ଟିକେ ବି ଦୁଃଖ ଥାଉ ନା କାହିଁକି, ମୁଁ ମଙ୍ଗଳାଙ୍କ ପାଖରେ ବସି ପଡ଼େ। ଯେତେ ହୃଦୟର କଥା, ଯେତେ ମନ ଦୁଃଖ ଥାଉ, ଯାହା ବି ଥାଉ, ଅଭିମାନ ଅଭିଯୋଗ ଯାହା ବି ଥାଉ, ମୁଁ ମା'ଙ୍କ ପାଖରେ ବସି ସବୁ କଥା ଜଣାଇ ଦିଏ। ମୋତେ ଲାଗେ ବନ୍ଧୁ, ବାପା, ମା', ପରିବାର ଅପେକ୍ଷା ମୋର ନିଜ କଥାଟି କହୁଛି, ମୁଁ ସବୁବେଳେ ମଙ୍ଗଳା ମା'ଙ୍କ ପାଖରେ ବସି ପଡ଼ିକି ମୋ ମନର ଦୁଃଖ ଯାହା ବି ଥାଉ, ମୁଁ ତାଙ୍କ ପାଖରେ ହିଁ ଆଜି ପର୍ଯ୍ୟନ୍ତ ସବୁ କଥା ଜଣାଇଛି। ଆଉ କାହା ପାଖରେ ବି ସେୟାର କରିବାକୁ ମୁଁ ଚାହେଁନି, ମାନେ ମୋତେ କେଉଁଠି ନା କେଉଁଠି ଲାଗେ ଯେ କି ମା' ହିଁ ସବୁ ଦୁଃଖ ମୋର ଶୁଣନ୍ତି ବି, ଶୁଣୁଛନ୍ତି, ଶୁଣିବେ ମଧ୍ୟ। ଯଦି ମୋର କିଛି ମାନେ ଭୁଲ ଥାଏ ମୋତେ ଦଣ୍ଡ ଦିଅନ୍ତୁ। ଯଦି ମୋତେ ଯିଏ ମାନେ ମୋ ପ୍ରତି ଅନ୍ୟାୟ କରିଛି, ଆପଣ ହିଁ ବୁଝିବେ, ମୋର କିଛି କହିବାର ନାହିଁ। ମୁଁ ଏମିତି ଭଗବାନଙ୍କ ପାଖରେ ନିଜର ମନ କଥା ସବୁ ଗୋଟି ଗୋଟି କରି କହିଦିଏ। ଏମିତି କଳସ ବୁଡ଼ା ସବୁ ସରିଗଲା, ସମସ୍ତେ ବୁଡ଼େଇ ସାରିଲା ପରେ ଆସିକି ଦେଖନ୍ତୁ ଲାଇନ୍ କରି ଛିଡ଼ା ହେଇଯାଇଛୁ, ଏମିତି କିଛି। ତାପରେ ଭଲ ଭାବରେ କଳସ ବୁଡ଼େଇବା ମୋର ଠିକ୍ ଠାକ୍ ସରିଗଲା। ତାପରେ ଆମେ ବାହାରି ପଡ଼ିଲୁ ଆମ ଗାଁ ମନ୍ଦିରକୁ ଆଣିକି କଳସ ଥୋଇବା ପାଇଁ। ଏମିତି ଦେଖନ୍ତୁ, ଯିବା 2 କିଲୋମିଟର ଥିଲା, ଆସିବା ବି 2 କିଲୋମିଟର ଥିଲା, ପାଖାପାଖି 4 କିଲୋମିଟର ଅଧିକ ହେବ ବରଂ କମ୍ ହେବନି ଯାତ୍ରାଟି। ଏମିତି ଚାଲିଥିଲୁ, ଯେହେତୁ ମୋର କେଜାଣି ପାଦ ବଥା ବହୁତ କରେ, ପାଦ ପେନ୍ ହୁଏ, ତେଣୁ କରିକି କେଉଁଠି ନା କେଉଁଠି ମୋତେ ପାଦ ବହୁତ ପେନ୍ କରୁଥିଲା, ମୁଁ ଚାଲି ପାରୁନଥିଲି। ତାପରେ ଆମେ କ'ଣ କି ମାନେ ଏଇ ଗୋଡ଼ି ବାଲି ମାଟି ସବୁବେଳେ ଜୋତା ପିନ୍ଧିକି ଅଭ୍ୟାସ, ଯେହେତୁ ଖାଲି ପାଦରେ ଚାଲିଲା ବେଳକୁ ପାଦରେ ଖାଲି ବାଲି ଚିପ୍ସ ଫୋଟି ହେଉଥିଲା, ମାନେ ଫୁଡ଼ି ଯିବାରୁ ମାନେ ବହୁତ କଷ୍ଟ ଅନୁଭବ ହେଉଥିଲା। ମୁଁ ତ ଜମାରୁ ବି ଚାଲି ପାରୁନଥିଲି। ତାପରେ ବି ଭଗବାନଙ୍କୁ ଖାଲି ସ୍ମରଣ କରିକି ପହଞ୍ଚୁଛି। ଯାହା ଫାଇନାଲି କଷ୍ଟମଷ୍ଟକେ କଳସ ଯାତ୍ରା ବୁଡ଼େଇକି ମୁଁ ପହଞ୍ଚିଗଲି ମନ୍ଦିର ପାଖରେ। ମନ୍ଦିର ପାଖରେ ନେଇ କଳସକୁ ଦେଇଦେବି। ଏମିତି କିଛି କଳସ ବୁଡ଼ା ଯାତ୍ରାଟି ଥିଲା। ଆପଣମାନଙ୍କୁ କେମିତି ଲାଗିଲା, ଆଉ ମୋ ମନର କଥାଟା ବି କେମିତି ଲାଗିଲା, ନିଶ୍ଚିତ ଭାବରେ ଫୁଲ୍ ଭିଡ଼ିଓଟାକୁ ଦେଖିବେ, ଶୁଣିବେ, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି, ଲାଇକ୍ଟେ କରିବେ, କମେଣ୍ଟଟେ କରିବେ, ବେଲ୍ ଆଇକନ୍କୁ କ୍ଲିକ୍ ବି କରିବେ। ଆଉ ପାର୍ଟ 2ରେ ମୁଁ ଆଣିବି ୟାର ପରର ଭିଡ଼ିଓ। ବାଏ।